ମାମା ଆଉ କେତେ ଦୂର ଅଜାଙ୍କ ଘର? ମୁଁ ତ ଥକି ସାରିଲିଣି। ଗୁଡିଆ, ସେ ଯୋଉ ବଡ଼ ଗଛ ଦେଖାଯାଉଛି ସେ ଗଛର ପଛ ପାଖେ ତୁମ ଅଜାନାଙ୍କର ଘର ଅଛି। ତାପରେ ସେମାନେ ମା ଝିଅ ପୁଣି ଉଡ଼ିବାକୁ ଲାଗିଲେ। ତାପରେ ସେମାନେ ରାନୁ ଚଢ଼େଇର ମା ଯେଉଁ ଜଙ୍ଗଲରେ ରହୁଥିଲା ସେଇ ଜଙ୍ଗଲରେ ସେମାନେ ପହଞ୍ଚିଗଲେ। ଗୁଡିଆ ତା ଅଜାନାଙ୍କ ଘର ଦେଖିକି ବହୁତ ଖୁସି ହେଇଗଲା। ୱାଓ ମାମା, ଅଜାନାଙ୍କର ଘର ତ ବହୁତ ସୁନ୍ଦର। ଆମ ଘରଠାରୁ ବି ବହୁତ ସୁନ୍ଦର। ତାପରେ ମାମା ଚଢ଼େଇ କବାଟ ବାଡ଼େଇବାକୁ ଲାଗିଲା। ତାପରେ ଭିତରୁ ବୁଲବୁଲ ବାହାରକୁ ଆସିଲା। ଚଢ଼େଇଜି, ତମେ କାହାକୁ ଦେଖା କରିବା ପାଇଁ ଆସିଛ? ତାପରେ ରାନୁ ଚଢ଼େଇ କହିଲା, ଏ ଘରେ ତ ମୋ ମାମା ରହୁଥିଲେ। ତାପରେ ବୁଲବୁଲ କହିଲା, ସେ ଚଢ଼େଇ ତ 2 ମାସ ହେଇଗଲାଣି ମୃତ୍ୟୁବରଣ କରିସାରିଲାଣି। ସେହିଦିନ ଠାରୁ ଏ ଘରେ ମୁଁ ରହୁଛି। ରାନୁ ଚଢ଼େଇ ତା ମାର ମୃତ୍ୟୁ କଥା ଶୁଣି ବହୁତ କାନ୍ଦିବାକୁ ଲାଗିଲା। ଅଜା ବି ଆମକୁ ଛାଡ଼ିକି ଚାଲିଗଲେ, ଆଉ ପାପା ବି। ମାମା, ଆମେ ଏକୁଟିଆ କେମିତି ବଞ୍ଚିବା ଏବେ? ଆମର ତ ଆଉ କେହି ବି ନାହିଁ। ଚାଲ ଗୁଡିଆ, ଏବେ ଆମେ ଆଉ କୋଉଠିକି ଯିବା ଭାରି। ତାପରେ ରାନୁ ଚଢ଼େଇ ଆଉ ତା ଝିଅ ଉଡ଼ି ଉଡ଼ି ଯାଉଥିଲେ। କିଛି ଦୂରରେ ଗୋଟିଏ ପକ୍ଷୀ ବହୁତ କଷ୍ଟ ପାଉଥିଲା। ଆରେ ଆରେ, ମରିଗଲି ରେ, ମରିଗଲି। ତାପରେ ମା ଝିଅ ସେଇଠାକୁ ଚାଲିଗଲେ। ଅଙ୍କଲ, ତମର କ'ଣ ହେଇଛି? ତମେ କ'ଣ ପାଇଁ କାନ୍ଦୁଛ? ମତେ ବଞ୍ଚାଅ, ମତେ ବଞ୍ଚାଅ। ମୋ ପଙ୍ଖରେ ଗୋଟିଏ କଣ୍ଟା ଲାଗିଯାଇଛି। କେହି ତ ମୋ କଣ୍ଟାଟାକୁ ବାହାର କରିଦିଅ। ତାପରେ ଗୁଡିଆ ବହୁତ ସହଜରେ ପଙ୍ଖରୁ କଣ୍ଟାଟିକି ବାହାର କରିଦେଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।